ଗୋଟିଏ ଗାଁରେ ଜଣେ ସାଧୁ ରହୁଥିଲେ। ଯେତେବେଳେ ସେ ନାଚୁଥିଲେ ସେତେବେଳେ ବର୍ଷା ହେଉଥିଲା। ତେଣୁ ଯେତେବେଳେ ଗ୍ରାମବାସୀଙ୍କୁ ବର୍ଷାର ଆବଶ୍ୟକ ପଡ଼େ ସେମାନେ ସେହି ସାଧୁଙ୍କୁ ଯାଇ ନାଚିବାକୁ ଅନୁରୋଧ କରୁଥିଲେ ଏବଂ ଯେତେବେଳେ ସେ ନାଚିବା ଆରମ୍ଭ କରନ୍ତି ବର୍ଷା ନିଶ୍ଚିତ ହେଉଥିଲା। କିଛି ଦିନ ପରେ 4ଟି ପିଲା ସହରରୁ ଗାଁକୁ ଆସିଲେ। ଯେତେବେଳେ ସେମାନେ ଜାଣିବାକୁ ପାଇଲେ ଜଣେ ସାଧୁଙ୍କ ନାଚିବା ଦ୍ୱାରା ବର୍ଷା ସୃଷ୍ଟି ହେଉଛି ସେମାନେ ଏହାକୁ ବିଶ୍ୱାସ କଲେ ନାହିଁ। ସହରର ଶିକ୍ଷାର ଗର୍ବରେ ସେମାନେ ଗ୍ରାମବାସୀଙ୍କୁ ଚ୍ୟାଲେଞ୍ଜ କରିଲେ, ଯଦି ଆମେ ନାଚିବୁ ତେବେ ବି ବର୍ଷା ହେବ, ଯଦି ଆମର ନାଚରେ ବର୍ଷା ହେବ ନାହିଁ ତେବେ ସାଧୁଙ୍କ ନାଚରେ ମଧ୍ୟ ବର୍ଷା ହେବ ନାହିଁ। ତା ପରଦିନ ସକାଳୁ ସକାଳୁ ଗ୍ରାମବାସୀ ସେହି 4ଟି ପିଲାଙ୍କୁ ସାଧୁଙ୍କ କୁଟରୀକୁ ନେଇଗଲେ। ଗ୍ରାମବାସୀ ସାଧୁଙ୍କୁ ସବୁକିଛି କହିଲେ। ତାପରେ ସେହି ବାଳକମାନେ ନାଚିବା ଆରମ୍ଭ କଲେ। ପ୍ରଥମ ବାଳକ ନାଚିବା ଆରମ୍ଭ କଲା। ଅଧଘଣ୍ଟା ବିତିଗଲା। ତାପରେ ପ୍ରଥମ ବାଳକ ଥକି ଯାଇ ବସିଗଲା, କିନ୍ତୁ ମେଘର ଦେଖା ଦର୍ଶନ ନଥିଲା। କିଛି ସମୟ ପରେ ଦ୍ୱିତୀୟ ବାଳକ ନାଚିବା ଆରମ୍ଭ କଲା ଏବଂ 1 ଘଣ୍ଟା ପରେ ସେ ମଧ୍ୟ ଥକି ଯାଇ ବସିଗଲା। ଆଉ 2 ପୁଅ ମଧ୍ୟ ସେହି ସମାନ କାମ କରିଲେ, କିନ୍ତୁ ବର୍ଷା ହେଲା ନାହିଁ। ବର୍ତ୍ତମାନ ସାଧୁଙ୍କର ପାଳି ଆସିଲା। ସେ ନାଚିବା ଆରମ୍ଭ କଲେ। 1 ଘଣ୍ଟା ବିତିଗଲା, କିନ୍ତୁ ବର୍ଷା ହେଲା ନାହିଁ। ସାଧୁ କିନ୍ତୁ ଅଟକୁ ନଥିଲେ, ସେ ନାଚିବାକୁ ଲାଗିଥିଲେ। ତାଙ୍କ ନାଚିବା 2 ଘଣ୍ଟା ବିତିଗଲା, କିନ୍ତୁ ବର୍ଷା ହେଲା ନାହିଁ। 4 ଘଣ୍ଟା ବିତିଗଲା, କିନ୍ତୁ ବର୍ଷା ହେଲା ନାହିଁ। କିନ୍ତୁ ସାଧୁ ଅଟକୁ ନଥିଲେ। ଧୀରେ ଧୀରେ ସନ୍ଧ୍ୟା ହେବାକୁ ଲାଗିଲା। ସେହି ସମୟରେ ମେଘର ଶବ୍ଦ ଶୁଣାଗଲା ଏବଂ କିଛି ସମୟ ପରେ ପ୍ରବଳ ବର୍ଷା ଆରମ୍ଭ ହୋଇଗଲା। ଏହା ଦେଖି ସେ 4 ପୁଅ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ସାଙ୍ଗେ ସାଙ୍ଗେ ସାଧୁଙ୍କୁ କ୍ଷମା ମାଗିଲେ। ତାପରେ 4 ପୁଅ ସାଧୁଙ୍କୁ ପଚାରିଲେ, ବାବା, ଆମ ନାଚରେ ବର୍ଷା କାହିଁକି ହେଲା ନାହିଁ ଏବଂ ଆପଣଙ୍କ ନାଚରେ ବର୍ଷା କେମିତି ହେଲା? ସାଧୁ ଉତ୍ତର ଦେଲେ, ଯେତେବେଳେ ମୁଁ ନାଚେ ମୁଁ 2ଟି ଜିନିଷର ଧ୍ୟାନ ଦିଏ। ପ୍ରଥମ କଥା ହେଉଛି ମୁଁ ଭାବେ ଯଦି ମୁଁ ନାଚିବି ତେବେ ବର୍ଷା ହେବାକୁ ହିଁ ପଡ଼ିବ ଏବଂ ଦ୍ୱିତୀୟ କଥା ହେଉଛି ବର୍ଷା ନ ହେବା ପର୍ଯ୍ୟନ୍ତ ମୋର ନାଚିବା ବନ୍ଦ ହେବ ନାହିଁ। ଯେଉଁମାନେ ସଫଳତା ହାସଲ କରନ୍ତି ସେମାନଙ୍କର ମଧ୍ୟ ଏହି 2 ଗୁଣ ରହିଥାଏ। ସେମାନେ ଯାହା ବି କରନ୍ତି ସେମାନଙ୍କର ସମ୍ପୂର୍ଣ୍ଣ ବିଶ୍ୱାସ ଥାଏ ସେମାନେ ଏଥର ସଫଳ ହେବେ ଏବଂ ସଫଳ ନ ହେବା ପର୍ଯ୍ୟନ୍ତ ସେମାନେ ସେହି କାର୍ଯ୍ୟ ଜାରି ରଖିଥାନ୍ତି। ତେଣୁ ଯଦି ଆମେ ସଫଳ ହେବାକୁ ଚାହୁଁଛେ ତେବେ ଏହି ସାଧୁଙ୍କ ପରି ଆମର ଲକ୍ଷ୍ୟ ହାସଲ କରିବାକୁ ପଡ଼ିବ।